କନ୍ୟା ରାଶିର ବ୍ୟକ୍ତିମାନେ 25 ରୁ 5 ତାରିଖରେ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନର ସଂକେତ ଦେଖାଦେଉଛି। ଏ ଆଗାମୀ 12 ଦିନରେ ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଦେଖାଦେବ। ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଜୟ ଶ୍ରୀ ଜଗନ୍ନାଥ। ଯେଉଁ ଦ୍ୱାର ଏତେ ଦିନରୁ ଆପଣଙ୍କ ପାଇଁ ବନ୍ଦ ଥିଲା, ସେହି ଦ୍ୱାର ହଠାତ୍ ଆପଣଙ୍କର ଖୋଲିବ। ଅଟକିଥିବା ଟଙ୍କାକୁ ଆପଣ ଫେରି ପାଇବେ। ଚାକିରି କିମ୍ବା ବ୍ୟବସାୟରେ ନୂଆ ସୁଯୋଗ ଆପଣଙ୍କୁ ଆସିପାରେ। ଆଉ ପ୍ରେମ ଜୀବନରେ ଏମିତି ଏକ ଘଟଣା ଘଟିବ ଯାହା ଆପଣଙ୍କ ପୁରୁଣା ସ୍ମୃତିକୁ ମନେ ପକାଇ ଦେବ। କିନ୍ତୁ କନ୍ୟା ରାଶିର ବନ୍ଧୁମାନେ ଏ ସମୟରେ ଆପଣ ଏକ ଭୁଲ ନିଷ୍ପତ୍ତି ଆପଣଙ୍କର ଲାଭକୁ କ୍ଷତିରେ ପରିଣତ କରିପାରେ। ସେହି ଭୁଲଟି କ'ଣ? କେଉଁ ତାରିଖ ଆପଣଙ୍କ ପାଇଁ ସବୁଠାରୁ ଶୁଭ? ଲାଭ କେବେ ଆପଣଙ୍କୁ ମିଳିବ? ପ୍ରେମ, ଚାକିରି, ବ୍ୟବସାୟ ଓ ପରିବାରର ସ୍ଥିତି କ'ଣ ରହିବ? ଆସନ୍ତୁ ସମ୍ପୂର୍ଣ୍ଣ ରାଶିଫଳ ବିଷୟରେ ଜାଣିବା। କନ୍ୟା ରାଶିର ବନ୍ଧୁମାନେ ଏହି ସମୟରେ ଆପଣଙ୍କ ଭିତରେ ନୂଆ ଉତ୍ସାହ ଆସିବ। ଯେଉଁ କାମକୁ ନେଇ ଏତେ ଦିନ ଧରି ଦ୍ୱନ୍ଦ୍ୱରେ ଥିଲେ, ସେଥିରେ ନିଷ୍ପତ୍ତି ନେବେ। ନୂଆ ଲୋକଙ୍କ ସହିତ ପରିଚୟ ଆପଣଙ୍କର ହୋଇପାରେ। କାହାରି ଗୋଟିଏ ପରାମର୍ଶ ଆପଣଙ୍କ ପାଇଁ ବହୁତ ଉପକାରୀ ହେବ। ପୁରୁଣା ଅସୁବିଧା ସବୁ ଆପଣଙ୍କର ଧୀରେ ଧୀରେ ଦୂର ମଧ୍ୟ ହେବାକୁ ଲାଗିବ। ଆପଣ ଯେତେ ଶାନ୍ତ ଭାବରେ ନିଷ୍ପତ୍ତି ନେବେ, ସେତେ ଭଲ ଫଳ ଆପଣଙ୍କୁ ମିଳିବ। ତର୍ବରୀ ଧୈର୍ଯ୍ୟ ହିଁ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଶକ୍ତି। ଧନ ଦୃଷ୍ଟିରୁ ଏ ସମୟରେ କନ୍ୟା ରାଶି ପାଇଁ ସମୟ ବହୁତ ଭଲ ସୁଯୋଗ ଆଣିପାରେ। ଅଟକିଥିବା ଟଙ୍କା ଫେରି ପାଇବାର ଆଶା ରହିଛି। ଆୟର ନୂଆ ଉପାୟ ମଧ୍ୟ ମିଳିବ। କେହି ଆପଣଙ୍କୁ ହଠାତ୍ ଅତିରିକ୍ତ ଆୟର ସୁଯୋଗ ମଧ୍ୟ ଦେଇପାରନ୍ତି। ବ୍ୟବସାୟରେ ଭଲ ଅର୍ଡର ମଧ୍ୟ ଆସିବ। କିନ୍ତୁ ଟଙ୍କା ଆସିଲା ବୋଲି ଅତ୍ୟଧିକ ଖର୍ଚ୍ଚ କରନ୍ତୁ ନାହିଁ। କାହାର କଥାରେ ଆସି ତୁରନ୍ତ ନିବେଶ କରିବା ଠାରୁ ଦୂରେଇ ରୁହନ୍ତୁ। ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ କାମରେ ନୂଆ ଦାୟିତ୍ୱ ଆସିବ। ଆପଣଙ୍କ କାମକୁ ଉପରେ ଅଧିକାରୀମାନେ ଧ୍ୟାନ ଦେଇପାରନ୍ତି। ପ୍ରମୋଶନ କିମ୍ବା ଦାୟିତ୍ୱ ବଢ଼ିବା ଭଳି ଖବର ଆପଣଙ୍କୁ ମିଳିବ। ଚାକିରି ଖୋଜୁଥିବା ଲୋକଙ୍କୁ ମଧ୍ୟ ନୂଆ ସୁଯୋଗ ମିଳିପାରେ। କିନ୍ତୁ ଅଫିସରେ କାହାର ରାଜନୀତି କିମ୍ବା ଗୋଷ୍ଠୀବାଜି ଜଡ଼ିତ ହୁଅନ୍ତୁ ନାହିଁ। ନିଜ କାମ କରନ୍ତୁ ଏବଂ ଚୁପ୍ ରୁହନ୍ତୁ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ନୂଆ ଗ୍ରାହକ ମିଳିପାରନ୍ତି। ପୁରୁଣା ଗ୍ରାହକଙ୍କ ସହିତ ସମ୍ପର୍କ ଭଲ ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଯୋଜନା କରିପାରନ୍ତି। ଅନଲାଇନ୍ କାମ କିମ୍ବା ଘରୁ କରୁଥିବା ବ୍ୟବସାୟ ମଧ୍ୟ ନୂଆ ସୁଯୋଗ ଆଣିପାରେ। ଭାଗୀଦାରୀ କାମରେ ସବୁ କାଗଜପତ୍ର ଭଲ ଭାବରେ ଯାଞ୍ଚ କରନ୍ତୁ। ପ୍ରେମ ଜୀବନରେ ଏ ସମୟ ଭାବନାପୂର୍ଣ୍ଣ ରହିବ। ଯାହାଙ୍କ ସହିତ ଦୂରତା ସୃଷ୍ଟି ହୋଇଥିଲା, ପୁଣି ଥରେ କଥାବାର୍ତ୍ତା ଆରମ୍ଭ ହେବ। ପୁରୁଣା ପ୍ରେମରୁ ମେସେଜ କିମ୍ବା ଫୋନ୍ ଆସିବ। ଅବିବାହିତ ଲୋକଙ୍କୁ ନୂଆ ଜଣେ ବ୍ୟକ୍ତି ପସନ୍ଦ ଆସିପାରନ୍ତି। କିନ୍ତୁ ସମ୍ପର୍କରେ ଅତ୍ୟଧିକ ଆଶା ରଖିବା ଠାରୁ ଦୂରେଇ ରୁହନ୍ତୁ। ସମ୍ପର୍କକୁ ସମୟ ଦିଅନ୍ତୁ। ବିବାହିତ କନ୍ୟା ରାଶିର ଲୋକଙ୍କ ପାଇଁ ଜୀବନସାଥୀଙ୍କ ଠାରୁ ସହଯୋଗ ମିଳିପାରେ। ପରିବାରର କୌଣସି ବଡ଼ ନିଷ୍ପତ୍ତିରେ ଦୁହେଁ ମିଶି ଆଲୋଚନା କରିପାରନ୍ତି। ଘରେ ଖୁସିର ପରିବେଶ ତିଆରି ହେବ। କିନ୍ତୁ ରାଗ ସମୟରେ କଠିନ କଥା କହି କାହାଠାରୁ ଦୂରେଇ ରୁହନ୍ତୁ ନାହିଁ। ଛୋଟ ମତଭେଦକୁ ବଡ଼ କରନ୍ତୁ ନାହିଁ। ପରିବାରରେ ଆପଣଙ୍କର ଗୁରୁତ୍ୱ ବଢ଼ିପାରେ। କୌଣସି ପରିବାର ସଦସ୍ୟଙ୍କ ଠାରୁ ଭଲ ଖବର ମଧ୍ୟ ମିଳିବ। ଘରେ ଶୁଭ କାର୍ଯ୍ୟର ଯୋଜନା ରହିଛି। ବଡ଼ମାନଙ୍କର ଆଶୀର୍ବାଦ ନିଅନ୍ତୁ। ପରିବାରର ପୁରୁଣା ମତଭେଦ ଥିଲେ ଧୀରେ ଧୀରେ କମିଯିବ। ସ୍ୱାସ୍ଥ୍ୟ ପାଇଁ ରୁଟିନକୁ ଠିକ୍ ଭାବରେ ରଖିବା ଜରୁରୀ। ଅଧିକ କାମ ଏବଂ ଚିନ୍ତାରୁ ଥକା ଆପଣଙ୍କୁ ଲାଗିପାରେ। ତେଣୁ ସମୟରେ ଖାଆନ୍ତୁ, ପର୍ଯ୍ୟାପ୍ତ ପାଣି ପିଅନ୍ତୁ, ନିଦ୍ରାକୁ ଅବହେଳା କରନ୍ତୁ ନାହିଁ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଡାକ୍ତର ପରାମର୍ଶ କରନ୍ତୁ। 25 ରୁ 27 ତାରିଖ ପୁରୁଣା ଚିନ୍ତା ମନକୁ ଅଶାନ୍ତ କରିପାରେ। କୌଣସି କାମରେ ବିଳମ୍ବ ହୋଇପାରେ, ତେଣୁ ଧୈର୍ଯ୍ୟ ରଖନ୍ତୁ। ଏ ସମୟରେ ଭଲ ଖବର ଯେହେତୁ ମିଳିବ, ତ କାମ କିମ୍ବା ଟଙ୍କା ସମ୍ପର୍କରେ ନୂଆ ସୁଯୋଗ ଆସିବ। ଅଟକିଥିବା କାର୍ଯ୍ୟ ଆଗକୁ ମଧ୍ୟ ବଢ଼ିବ। 31 ରୁ 2 ତାରିଖ ଏ ଦିନରେ କନ୍ୟା ରାଶି ପାଇଁ ଅପେକ୍ଷାକୃତ ଶୁଭ ରହିଛି। ନୂଆ ଯୋଜନା କରିପାରନ୍ତି। କାହାଠାରୁ ସାହାଯ୍ୟ ମଧ୍ୟ ମିଳିପାରେ। 3 ରୁ 5 ତାରିଖ ଟଙ୍କା ପଇସାରେ ସାବଧାନ ରୁହନ୍ତୁ। ବଡ଼ ନିବେଶ କିମ୍ବା ଧାର ଦେବାରେ ତରବରି କରନ୍ତୁ ନାହିଁ। ଅନାବଶ୍ୟକ ବିବାଦ ଠାରୁ ଦୂରେଇ ରୁହନ୍ତୁ। କନ୍ୟା ରାଶିର ବନ୍ଧୁମାନେ ଜୀବନରେ କେତେବେଳେ ଆପଣଙ୍କୁ ଲାଗିପାରେ ଯେ ଆପଣ ପରିଶ୍ରମର ଫଳ ମିଳୁନାହିଁ। କିନ୍ତୁ ମନେ ରଖନ୍ତୁ, ବିଳମ୍ବ ମାନେ ବିଫଳତା ନୁହଁ। ଆପଣଙ୍କ ସମୟ ଆସିଲେ ପରିସ୍ଥିତି ନିଜେ ବଦଳିପାରେ। ଅନ୍ୟମାନଙ୍କ ସହିତ ନିଜ ଜୀବନକୁ ତୁଳନା କରନ୍ତୁ ନାହିଁ। ନିଜ କାମରେ ଧ୍ୟାନ ଦିଅନ୍ତୁ। ଆପଣଙ୍କ ଆଜିର ପରିଶ୍ରମ ହିଁ ଆପଣଙ୍କ ଆସନ୍ତାକାଲିର ସଫଳତା ହୋଇପାରେ। ମହାପ୍ରଭୁ ଜଗନ୍ନାଥଙ୍କ ଉପରେ